ଫୁଲକୋବି ଆଳୁ ଝୋଳ ସେମ୍ ଖାଇଛି ବୋର୍ ହେଇଯିବେ। କିଛି ନୂଆ ଷ୍ଟାଇଲ୍‌ରେ ବନେଇକି ଦେଖନ୍ତୁ। ଦେଖିବେ ମାଂସ ଝୋଳ ଖାଇଲା ଭଳି ଲାଗିବ। ବହୁତ ସ୍ୱାଦିଷ୍ଟ ଲାଗେ ଏ ରେସିପିଟି। ତ ଦେଖନ୍ତୁ ଆପଣମାନେ ପାଖରୁ ଦେଖିକି ଜାଣିପାରୁଥିବେ କେତେ ସ୍ୱାଦିଷ୍ଟ ବନିଥିବ। ଆପଣମାନେ ୟାକୁ ରୁଟି ସହିତ, ଭାତ ସହିତ, ନାନ୍ ସହିତ ଖାଇବେ ତ ପୁରା ଜମିବ। ବହୁତ ୟୁନିକ୍ ଶୈଳୀରେ ବନେଇକି ରେଡ଼ି ହେବ। ବିନା ଡାଲିରେ ବି ଭାତ ଆପଣମାନେ ଗୋଟେ ପ୍ଲେଟ୍‌ଟି ଖାଇଯିବେ। ବହୁତ ସ୍ୱାଦିଷ୍ଟ ଲାଗେ ଏ ରେସିପିଟି। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ପସନ୍ଦ ଆସିଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍‌ରେ କ୍ଲିକ୍ କରିବେ। ଯାହାଫଳରେ ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ କିଛି ଫୁଲକୋବି ନେବା, ଆଳୁ ନେବା, ପୁଣି ନେଇଛି ଏଠି ଗୋଟେ ମୁଁ ପିଆଜ। ଯେତିକି ତରକାରୀ ବନେଇବାକୁ ଚାହିଁବେ ସେ ଅନୁସାରେ ଆଳୁ ଫୁଲକୋବି ନେଇପାରିବେ। ଆଉ ଏଠି ଦେଖନ୍ତୁ ମୁଁ ଆଳୁକୁ ତାର ଚୋପାକୁ ନ ବାହାର କରିକିରି ମୁଁ ତାକୁ କଟିଂ କରୁଛି, ଆଉ ନ ସିଝେଇକିରି ଆଜି ଆମେ ପ୍ରସ୍ତୁତ କରିବା। ଝଟପଟ ବି ବନେଇକି ରେଡ଼ି ହେବ ଆଉ ବହୁତ ସ୍ୱାଦିଷ୍ଟ ଲାଗିବ ରେସିପିଟି। ତ ସେଇ ପ୍ରୋସେସ୍‌ରେ ଛୋଟ ବଡ଼ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ଆଳୁକୁ କଟିଂ କରିପାରିବେ। ତ ଦେଖିବେ ଆପଣମାନେ ଯଦି ଚୋପାକୁ ଥାଇକିରି ଯଦି ଆଳୁ ତରକାରୀ ବନାଉଛନ୍ତି ତାହେଲେ ଦେଖିବେ ସ୍ୱାଦକୁ ବଢ଼େଇ ଦେଇଥାଏ। ଥରେ ମାତ୍ର ଟ୍ରାଏ କରନ୍ତୁ, ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ। ପ୍ରଥମେ କ'ଣ କରିବେ ନା ଆଳୁକୁ ଆମେ କଟିଂ କରିଦେବା। କଟିଂ ହେଇସାରିବା ପରେ ଗୋଟେ ଆମେ ବାଉଲ୍‌ରେ କିଛି ପାଣି ନେବା। ସେଇଥିରେ ଆମେ ଆଳୁକୁ ଏଡ୍ କରିଦେବା। ଆଳୁକୁ ଏଡ୍ କରି ୟାକୁ 5 ମିନିଟ୍ ପାଇଁ ଟିକେ ରେଷ୍ଟ ପାଇଁ ରଖିବା। ଏଭଳି ରେଷ୍ଟ ପାଇଁ ରଖିବା ଦ୍ୱାରା ଦେଖିବେ ଯଦି ଏଥିରେ କିଛି ମାଟି ଲାଗିଥିବ ଆଳୁରେ ତାହେଲେ ବି ବତୁରିକି ବାହାରି ପଡ଼ିବ। ପୁଣି ଥରେ ଆମେ ଫୁଲକୋବିକୁ କଟିଂ କରିଦେବା। ଫୁଲକୋବି ବି ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି କଟିଂ କରିପାରିବେ। ତ ଆଳୁ ଅନୁସାରେ ମୁଁ ଏଠି ଫୁଲକୋବି ବି ପୁରା ଏଭଳି ଛୋଟ ଛୋଟ ପିସେସ୍‌ରେ କଟିଂ କରିଦେଇଛି। ଆଉ ପୁଣି ହଳଦୀ ଗୁଣ୍ଡ ଦେଇଛି 1 ଚାମଚ। ତାକୁ କିଛି ସମୟ ଆମେ ରେଷ୍ଟ ପାଇଁ ରଖିବା। ହଳଦୀ ଗୁଣ୍ଡ ଦେଖିବେ ଫୁଲକୋବିରେ ଯଦି ଏଡ୍ କରିଦେବେ, ଯଦି କିଛି ସେଥିରେ ପୋକ ବା କୀଡ଼ା ଥିବ ତାହେଲେ ବି ବାହାରି ପଡ଼ିବ। ତ ତାକୁ ଆମେ ପୁଣି ଥରେ ଆମେ ଫୁଲକୋବିକୁ 5 ମିନିଟ୍ ରେଷ୍ଟ ପାଇଁ ରଖିବା। ତାପରେ ଆଳୁକୁ 2ରୁ 3 ଥର ଟିକେ ଭଲସେ କ୍ଲିନ୍ କରି ଧୋଇଦେବା। ତାପରେ ଦେଖନ୍ତୁ ଆଳୁକୁ ଧୋଇ ସାରିବା ପରେ ସାଇଡ଼୍‌ରେ ରଖିଦେବା। ପୁଣି ଥରେ ଆମେ ଗୋଟେ ପିଆଜ ନେବା। ତ ଏ ପିଆଜର ଦେଖନ୍ତୁ ଏଇଭଳି ହାର୍ଡ଼ ପାର୍ଟସ୍‌ଟାକୁ ଯଦି କଟିଂ କରିଦେବେ ତାହେଲେ ଦେଖିବେ ପିଆଜଟା ମାନେ କଟିଂ ହେଇସାରିବା ପରେ ପରସ୍ପର ଭିତରେ ବିଲକୁଲ ବି ଲାଗିବନି ଆଉ ପୁରାପୁରି ପକଡ଼ା ପକଡ଼ା ବନିବ। ତ ଏବେ ଆମେ ପିଆଜକୁ କ'ଣ କରିବା ନା ପୁରାପୁରି ପତଲା ପତଲା ପିସେସ୍‌ରେ ଆମେ କଟିଂ କରିବା। ତ ଦେଖନ୍ତୁ ଏଭଳି ପ୍ରୋସେସ୍‌ରେ କଟିଂ କରିବେ। ଏଠି ମୁଁ ପିଆଜ ଗୋଟେ ନେଇଛି। ଆପଣମାନେ ଯେତିକି ତରକାରୀ ବନେଇବେ ସେ ଅନୁସାରେ ଏଠି ପିଆଜ ନେବେ। ତ ପୁଣି ଥରେ ପିଆଜ ଏଠି ଅଧିକା କମ୍ ବି କରିପାରିବେ। ତ ପୁଣି ଥରେ ଦେଖନ୍ତୁ ପିଆଜକୁ ହାତ ସାହାଯ୍ୟରେ ଟିକେ କ୍ରସ୍ କରିଦେବେ। ତ ଦେଖନ୍ତୁ ଏଭଳି ପ୍ରୋସେସ୍‌ରେ କ୍ରସ୍ ହେଇଯିବ। ପୁଣି ଥରେ ଗୋଟେ ଆମେ ଗିନା ନେବା। ସେଇଥିରେ ଏଡ୍ କରିଦେବା 2ରୁ 3 ଚାମଚ ବଡ଼ ଚାମଚ ଦହି ଏଡ୍ କରିବା। ଏଠି ମୁଁ ଖଟା ନଥିବା ମାର୍କେଟରେ ଦହି ନେଇଛି। ତ ଧ୍ୟାନ ରଖିବେ ଖଟା ନଥିବା ଦହି ହିଁ ନେବେ। ତ ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ। ପୁଣି ଥରେ ଆମେ ସେଥିରେ ହଳଦୀ ଗୁଣ୍ଡ ଦେବା 1 ଚାମଚ, ଗରମ ମସଲା ଦେବା ବଡ଼ 2 ଚାମଚ ମୁଁ ଏଥିରେ ଏଡ୍ କରିଛି। ପୁଣି ଥରେ ଯେତିକି ରାଗ ଖାଇବେ ସେ ଅନୁସାରେ ସେଥିରେ ଏଡ୍ କରିଦେବେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲାକୁ ଆମେ ଦହିରେ ଏଇଭଳି ପ୍ରୋସେସ୍‌ରେ ଟିକେ ମିକ୍ସ କରିବା। ଏଇଭଳି ମିକ୍ସ କରିବା ଦ୍ୱାରା କ'ଣ ହେବ ନା ଯେତେବେଳେ ଆମେ ଦହିଟା ତରକାରୀରେ ଏଡ୍ କରିବା ତାହେଲେ ଦେଖିବେ ଦହି ବିଲକୁଲ ବି ଛିଣ୍ଡିବନି। ତ ଏବେ ଆମେ ପୁଣି ଥରେ ୟାକୁ ଭଲସେ ଟିକେ ମିକ୍ସ କରିସାରିବା ପରେ ୟାକୁ ଆମେ ବି ସାଇଡ଼୍‌ରେ ରଖିଦେବା। ଏବେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ପ୍ରଥମେ ଗୋଟେ କରେଇ ନେବା। ସେଇଥିରେ ଏଡ୍ କରିଦେବା ଆମେ ରିଫାଇନ୍ ତେଲ। ରିଫାଇନ୍ ତେଲ ବଦଳରେ ଆପଣମାନେ ଏଠି ସୋରିଷ ତେଲ ବି ନେଇପାରିବେ। ତ ତେଲ ଟିକେ ଗରମ ହେଇସାରିବା ପରେ ଆମେ ସେଥିରେ ଆଳୁକୁ ପ୍ରଥମେ ଏଡ୍ କରିବା। ଆଳୁକୁ ଟିକେ ଆମେ ଭାଜିବା ଯେମିତି ଆଳୁର ଟିକେ କଲର୍ ବି ଚେଞ୍ଜ ହେଇଯିବ। ତ ଏବେ କ'ଣ କରିବା ନା ଆଳୁରେ ଟିକେ ଆମେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। କେବଳ ଆଳୁ ଅନୁସାରେ ହିଁ ମୁଁ ଅଳ୍ପ ଟିକେ ଲୁଣ ଏଡ୍ କରିଛି। ଦେଖିବେ ଲୁଣ ଯଦି ଏଡ୍ କରିଦେବେ ତାହେଲେ କୁକିଂ ଫାଷ୍ଟ ହେବ, ଜଲ୍ଦି ଆଳୁଟା ସିଝିଯିବ। ସେଇଥିପାଇଁ ମୁଁ ଲୁଣ ଏଡ୍ କରିଛି। ତ ଏବେ ଲୁଣକୁ ଏଡ୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ୟାକୁ ମିକ୍ସ କରିଦେବା। ତ ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ମିଡ଼ିୟମ୍ ଫ୍ଲେମ୍‌ରେ ରଖିକି ଆଳୁକୁ ଭାଜିବେ। ଏଠି ମୁଁ ଆଳୁ ଫୁଲକୋବିକୁ ଭାଜିଛି। ଆପଣମାନେ ଚାହିଁଲେ ଆଳୁ ଫୁଲକୋବିକୁ ହାଲକା ସିଝେଇକିରି ବି ଏ ରେସିପିଟି ବନେଇବେ ତ ବହୁତ ସ୍ୱାଦିଷ୍ଟ ଲାଗିବ। ତ ଦେଖନ୍ତୁ ଆଳୁରେ ଧୀରେ ଧୀରେ କଲର୍ ବି ଟିକେ ହାଲକା ଚେଞ୍ଜ ହେଇସାରିଲାଣି। ଟିକେ ଗୋଲ୍ଡେନ୍ କଲର୍ ଦେଖାଯାଉଛି। ତାପରେ କ'ଣ କରିବେ ନା ଆମେ ସେଥିରେ ଏଡ୍ କରିଦେବା ଫୁଲକୋବିକୁ। ଫୁଲକୋବି ଦେଖନ୍ତୁ ପାଣିରୁ ଛାଣିକିରି ଫୁଲକୋବିକୁ ଏଡ୍ କରି ପୁଣି ଥରେ ଟିକେ ଭଲସେ ୟାକୁ ମିକ୍ସ କରିଦେବା। ଫୁଲକୋବିକୁ ଆମେ ଏଠି ଅଧିକା ସମୟ ଭାଜିବାନି କି କଲର୍ ପୁରା ଚେଞ୍ଜ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବାନି। କାହିଁକିନା ଦେଖିବେ ଫୁଲକୋବିଟା ଜଲ୍ଦି ସିଝିଯାଏ। ତ ଯେହେତୁ ଆମେ ତରକାରୀ ପ୍ରସ୍ତୁତ କରିବା ଫୁଲକୋବି ଆଳୁର, ତ ଫୁଲକୋବିଟା ଯଦି ଏଇ ସମୟରେ ଅଧିକା ସିଝିଯିବ ତାହେଲେ ଦେଖିବେ ତରକାରୀ ବିଳିଯିବ। ତ ସେଥିପ୍ରତି ଟିକେ ଧ୍ୟାନ ଦେବେ। ଦେଖନ୍ତୁ ଫୁଲକୋବିଟା ମୁଁ ପୁରା କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଅପେକ୍ଷା କଲିନି। ତାକୁ ଏଇଭଳି ଟିକେ ହାଲକା ହିଁ ଭାଜିଛି। ଯେମିତି ତାର କଞ୍ଚାଳିଆ ଟିକେ ହାଲକା ଦେଖିବେ କଞ୍ଚାଳିଆ ମାନେ ସ୍ମେଲ୍ ଥାଏ।
ତ ସେ କଞ୍ଚାଳିଆ ସ୍ୱାଦଟା ଟିକେ ଗଲା ପର୍ଯ୍ୟନ୍ତ ହିଁ ଆମେ ଟିକେ ଫୁଲକୋବିକୁ ଆମେ ଟିକେ ଭାଜିବା। ତାପରେ ଗୋଟେ ପ୍ଲେଟ୍‌କୁ ବାହାର କରି ସାଇଡ଼୍‌ରେ ରଖିଦେବା। ତ ପୁଣି ଥରେ ଦେଖନ୍ତୁ ଏଇଠି ଗୋଟେ ମୁଁ କରେଇ ନେଇଛି, ସେଥିରେ ଆମେ ଯେଉଁ କଟିଂ କରି ରଖିଥିଲେ ପିଆଜ, ତ ଯେହେତୁ ତେଲ କରେଇରେ ଥିଲା ତ ସେଇଥିରେ ପିଆଜକୁ ଆମେ ଏଡ଼୍ କରିଦେବା। ଏଡ଼୍ କରିକି ପିଆଜଟା ଟିକେ ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା, ଯେମିତି ପିଆଜର ଟିକେ ହାଲକା କଲର୍ ଚେଞ୍ଜ ହେବ। ତ ଏଇଠି ଦେଖନ୍ତୁ ମୁଁ ଗୋଟେ ପ୍ଲେଟ୍‌କୁ ବାହାର କରିଦେଇଛି ଫୁଲକୋବି ଆଳୁ, ତ ତାକୁ ଏବେ ସାଇଡ଼୍‌ରେ ରଖିଦେବା। ତ ଦେଖନ୍ତୁ ଟିକେ ଧୀରେ ଧୀରେ ପିଆଜ ଟିକେ ଆମର ସଫ୍ଟ ବି ହେଇସାରିଲାଣି, ଆଉ କଲର୍ ଟିକେ ହାଲକା ଚେଞ୍ଜ ହେଇସାରିଲା। ଏଥିରେ ମୁଁ 4ରୁ 5ଟି ସେଥିରେ ଏଡ଼୍ କରିଦେଇଛି କାଜୁ। କାଜୁ ଏଠି ପୁରାପୁରି ଅପସନାଲ୍ ଅଛି, କିନ୍ତୁ କାଜୁ ଏଡ଼୍ କରିବା ଦ୍ୱାରା ଦେଖିବେ ଗ୍ରେଭିଟା ବହୁତ ବଢ଼ିଆ ବନେ। ତ ଆପଣମାନେ ଯଦି ଚାହିଁବେ ଏଡ଼୍ କରିବେ, ନହେଲେ ସ୍କିପ୍ ବି କରିପାରିବେ। ତ ଏବେ ପିଆଜ କାଜୁ ଟିକେ ହାଲକା ଭାଜି ବି ହେଇସାରିଲାଣି। ତ ଏବେ କ'ଣ କରିବେ ନା ତେଲକୁ ଡ୍ରେନ୍ କରି ଆମେ ଏବେ ପିଆଜକୁ ବାହାର କରିଦେବା। ବାହାର କରିକିରି ଆକୁ ଆମେ ମିକ୍ସର୍ ଜାର୍‌ରେ ଏଡ଼୍ କରି ଆକୁ ଗୋଟେ ପେଷ୍ଟ ବନେଇକି ରେଡ଼ି କରିବା। ତ ଆପଣମାନେ ଚାହିଁଲେ ପିଆଜକୁ ଏଇ ସମୟରେ କେବଳ ଭାଜିକିରି ବି ଡାଇରେକ୍ଟ ଏଥିରେ ମସଲା ଏଡ଼୍ କରିକି କଷିକିରି ବନେଇ ପାରିବେ। କିନ୍ତୁ ଯେହେତୁ ଆଜି ଆମେ ଟିକେ ଡିଫରେଣ୍ଟ ଷ୍ଟାଇଲ୍‌ରେ ବନଉଛନ୍ତି, ସେମ୍ ତ ସବୁବେଳେ ବନଉଛନ୍ତି, କିଛି ଟିକେ ଅଲଗା ବନେଇକି ଦେଖନ୍ତୁ, ବହୁତ ସ୍ୱାଦିଷ୍ଟ ଲାଗେ ରେସିପିଟି। ତ ପିଆଜକୁ ଆମେ ସାଇଡ଼୍‌ରେ ରଖିଦେବା। କିଛି ସମୟ ଥଣ୍ଡା ହେଲା ପରେ ଆକୁ ମିକ୍ସର୍‌ରେ ଗ୍ରାଇଣ୍ଡିଙ୍ଗ କରିବା। ସେଥି ଭିତରେ ଯେହେତୁ କରେଇରେ ବଳକା ତେଲ ଅଛି, ସେଇଥିରେ ଆମେ ଅଦା ରସୁଣ ପୁଣି ଶୁଖିଲା ଲଙ୍କାର ପେଷ୍ଟକୁ ସେଥିରେ ଆମେ ଏଡ଼୍ କରିବା। ମୁଁ ଅଦା ରସୁଣ ଯେତେବେଳେ ମିକ୍ସର୍‌ରେ ଗ୍ରାଇଣ୍ଡିଙ୍ଗ କଲି, ସେଥିରେ 2ରୁ 3ଟି ଶୁଖିଲା ଲଙ୍କା ଏଡ଼୍ କରିଥିଲି। ଶୁଖିଲା ଲଙ୍କା ବଦଳରେ ଆପଣମାନେ କଞ୍ଚା ଲଙ୍କା ବି ଏଡ଼୍ କରି ପେଷ୍ଟ ବନେଇକି ଏଥିରେ ଏଡ଼୍ କରିପାରିବେ। ତ ଦେଖନ୍ତୁ ଏଠି ଆମର ଅଦା ରସୁଣ ପୁଣି ଶୁଖିଲା ଲଙ୍କାର ପେଷ୍ଟଟା ଟିକେ ହାଲକା ମାନେ କଷି ହେଇସାରିବା ପରେ, ତା'ର କଞ୍ଚା ସ୍ମେଲ୍ ଅଦା ରସୁଣର ଚାଲିଯିବା ପରେ ଆମେ ସେଥିରେ ଫୁଲକୋବି ଆଳୁକୁ ସେଥିରେ ଏଡ଼୍ କରିଦେବା। ଫୁଲକୋବି ଆଳୁକୁ ଏଡ଼୍ କରି ପୁଣି ଥରେ ଟିକେ କଷିଦେବା। ତ ପିଆଜ ବି ଦେଖନ୍ତୁ ଥଣ୍ଡା ହେଇସାରିଲାଣି, ମିକ୍ସର୍‌ରେ ଗ୍ରାଇଣ୍ଡିଙ୍ଗ କରି ସାଇଡ଼୍‌ରେ ରଖିଦେବା। ତ ପୁଣି ଥରେ ଦେଖନ୍ତୁ ଆମେ ସେଇଥିରେ ଯେଉଁ ଦହିର ପେଷ୍ଟଟା ବନେଇଥିଲେ, ଦହି ମସଲାର, ସେ ପେଷ୍ଟଟାକୁ ସେଥିରେ ଏଡ଼୍ କରିବା। ପୁଣି ଥରେ ଆମେ ଗିନାକୁ ଟିକେ କ୍ଲିନ୍ କରି ଅଳ୍ପ ଟିକେ ପାଣି ଦେଇଦେବା, ଯେମିତିକି ମସଲାରେ ଭଲସେ ଟିକେ କଷି ହେଇଯିବ ଫୁଲକୋବି ଆଳୁଟା। ସେଥିପାଇଁ ମୁଁ ଅଳ୍ପ ଟିକେ ପାଣି ସେଥିରେ ବି ଏଡ଼୍ କରିଛି। ତ ଏବେ ଏଇ ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ଲୋ ଟୁ ମିଡ଼ିୟମ୍ ଫ୍ଲେମ୍‌ରେ ରଖିବା। ଫୁଲକୋବି ଆଳୁକୁ ଟିକେ ମସଲା ସହିତ ଟିକେ ଏଇଭଳି ପ୍ରୋସେସ୍‌ରେ ଟିକେ କଷିଦେବା ଆମେ। ତ ଦେଖନ୍ତୁ ମୁଁ ଏଇଠି ଫୁଲକୋବିଟାକୁ ଆଗରୁ ଅଧିକା ଭାଜିଲିନି, ଏଇଥିପାଇଁ ଭାଜି ନଥିଲି ଯେ ଆମେ କଷିବା ସମୟରେ ବି ଆମେ ଫୁଲକୋବିକୁ ଭାଜିବା ଟିକେ, ତ ମସଲାରେ ବି କଷିବାକୁ ଟିକେ ଟାଇମ୍ ଲାଗିବ। ତ ଦେଖିବେ ଯଦି ଆଗରୁ ଯଦି ଅଧିକା ଭାଜିଦେବେ ଫୁଲକୋବିଟାକୁ ସିଝିଲା ଭଳି, ତାହେଲେ ଏଇ ସମୟରେ ଦେଖିବେ ଫୁଲକୋବିଟା ମିଳିଯିବ, ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ଏବେ କ'ଣ କରିବା ନା ଆମେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେହେତୁ ଆମେ କେବଳ ଆଳୁ ଅନୁସାରେ ଅଳ୍ପ ଟିକେ ଲୁଣ ଏଡ଼୍ କରିଥିଲେ, ଆଳୁରେ ଯେମିତି ପାଞ୍ଚିଆ ସ୍ୱାଦ ଆସିବନି, ଆଳୁରେ ଟିକେ ଟେଷ୍ଟ ବି ଲାଗିବ ଆଉ ସିଝିବ ଜଲ୍ଦି ବୋଲି। ତ ଏବେ ଆମେ କ'ଣ କରିବା ନା ତରକାରୀ ଅନୁସାରେ ଲୁଣକୁ ଏଡ଼୍ କରିଦେବା। ଯେତିକି ଆପଣମାନେ ଏଇଥିରେ ଝୋଳ ରଖିବାକୁ ଚାହୁଁଛନ୍ତି ଆଉ ଯେତିକି ଫୁଲକୋବି ନେଇଥିବେ, ସେ ଅନୁସାରେ ଏଇଥିରେ ଲୁଣକୁ ଏଡ଼୍ କରିଦେବେ। ଲୁଣକୁ ଏଡ଼୍ କରି ପୁଣି ଥରେ ଟିକେ ଆଗ ଆମେ ଭଲସେ ମିକ୍ସ କରିଦେବା। ମିକ୍ସ ହେଇସାରିବା ପରେ ଆମେ ଯେଉଁ ପିଆଜ ପେଷ୍ଟଟା ବନେଇକି ରଖିଥିଲେ, ପିଆଜ କାଜୁର ପେଷ୍ଟ, ଫ୍ରେଣ୍ଡସ୍ ଆପଣମାନେ ଯଦି ଫୁଲକୋବି ଆଳୁ ତରକାରୀ ବନାଉଛନ୍ତି, ଏ ପିଆଜ କାଜୁର ପେଷ୍ଟଟା ଏଡ଼୍ କରନ୍ତୁ, ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ। ଯଦି କାଜୁ ଆପଣଙ୍କ ପାଖରେ ନାହିଁ, ତାହେଲେ ଆପଣମାନେ ପିଆଜକୁ ଟିକେ ହାଲକା ଭାଜିକିରି ସେଥିରେ ତରକାରୀରେ ଯଦି ଏଡ଼୍ କରିବେ, ଯେକୌଣସି ତରକାରୀ ବି ଏଡ଼୍ କରନ୍ତୁ, ମାନେ ଯେମିତିକି ଝୋଳ କି ମସଲା ଆଇଟମ୍ ତରକାରୀରେ, ତାହେଲେ ଦେଖିବେ ତରକାରୀର ସ୍ୱାଦକୁ 2 ଗୁଣ ବଢ଼େଇ ଦେଇଥାଏ, ବହୁତ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ। ଆଉ ତା'ର ଗ୍ରେଭିଟା ବି ବହୁତ ବଢ଼ିଆ ଲାଗେ। ଆଉ ଯଦି ଆପଣମାନେ ଅରୁଆ ଭାତ ସହିତ ଖାଆନ୍ତୁ କି ଉଷୁନା ଭାତ ସହିତ ଖାଆନ୍ତୁ, ଦେଖିବେ ସେଥିରେ ଡାଲି ନଥିଲେ ବି ତରକାରୀ ଗୋଳେଇ ଖାଇବେ ନା, ବହୁତ ସ୍ୱାଦିଷ୍ଟ ଲାଗେ। ଆଉ ଏଇ ତରକାରୀଟା ବନେଇବା ସମୟରେ ଦେଖିବେ ଘର ପୁରା ବାସ୍ନାରେ କମ୍ପି ଉଠିବେ। ତ ବହୁତ ବଢ଼ିଆ ବାସ୍ନା ହୁଏ। ଆପଣମାନେ ଏଇ ତରିକାରେ ଥରେ ମାତ୍ର ଟ୍ରାଏ କରନ୍ତୁ, ତାପରେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ କେମିତି କ'ଣ ଲାଗିଲା। ତାପରେ ଦେଖନ୍ତୁ ଏଇଠି ମୁଁ ନେଇଛି ଗୋଟେ ଖଣ୍ଡ ଟମାଟୋକୁ ମୁଁ ଏଠି ପିସେସ୍‌ରେ କଟିଂ କରି ଏଡ଼୍ କରିଛି। ଯେହେତୁ ମୁଁ ଏଥିରେ ଦହି ଏଡ଼୍ କରିଥିଲି, ତ ଟମାଟୋ ଏଠି ପୁରାପୁରି ଅପସନାଲ୍ ଅଛି। ଆଉ ଆପଣମାନେ ଚାହିଁଲେ ଦହି ଆଉ ଟମାଟୋ ପେଷ୍ଟ ବି ଏଡ଼୍ କରିପାରିବେ। ତ କିନ୍ତୁ ଦେଖିବେ ଦହି ଧ୍ୟାନ ରଖିବେ ଯେମିତି ଦହିଟା ଖଟା ନଥିବ ଏଡ଼୍ କରିବେ, ତ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିବ। ତ ଏବେ କ'ଣ କରିବେ ନା ଆମେ ସେଥିରେ ଗରମ ଗରମ ପାଣି ଏଡ଼୍ କରିଦେବା। ତ ଯେତିକି ଆପଣମାନେ ଝୋଳ ରଖିବାକୁ ଚାହିଁବେ, ସେ ଅନୁସାରେ ଗରମ ପାଣି ଏଡ଼୍ କରିପାରିବେ। କିନ୍ତୁ ମୁଁ ଯେହେତୁ ଅରୁଆ ଭାତ ସହିତ ଗୋଳେଇକିରି ଖାଇବା ପାଇଁ ବନଉଛି, ତ ମୁଁ ସେଇଥିପାଇଁ ପାଣି ଟିକେ ଏଇଠି ଅଧିକା ଦେଇଛି। ଆପଣମାନେ ଚାହିଁଲେ ଅଧିକା କମ୍ ବି କରିପାରିବେ, ନହେଲେ ଏମିତିରେ କଷା ବନେଇକିରି ବି ଖାଇବେ ନା, ବହୁତ ବଢ଼ିଆ ଲାଗିବ, ବହୁତ ସ୍ୱାଦିଷ୍ଟ ଲାଗେ ଏ ରେସିପିଟି। ତ ଦେଖନ୍ତୁ ଏଇ ସମୟରେ କରେଣ୍ଟ ବି ପଳେଇଲା, ଟିକେ ହାଲକା ଅନ୍ଧାରିଆ ଦେଖାହେଉଛି, କିନ୍ତୁ ଟିକେ ଆଡ଼ଜଷ୍ଟ କରିଦେବେ। ଟିକେ କଭର୍‌କୁ ବନ୍ଦ କରିଦେବା, 5 ମିନିଟ୍ ପର୍ଯ୍ୟନ୍ତ ମିଡ଼ିୟମ୍ ଫ୍ଲେମ୍‌ରେ ବନିବାକୁ ଦେବା। 5 ମିନିଟ୍ ପରେ ଆପଣମାନଙ୍କୁ କଭର୍ ବାହାର କରି ଦେଖାଉଛି, ଦେଖନ୍ତୁ କେତେ ବଢ଼ିଆ ଆମର ବନିକି ରେଡ଼ି ହେଇସାରିଛି ଆଳୁ ଫୁଲକୋବି ଝୋଳ ବା ଆଳୁ ଫୁଲକୋବି ମସଲା। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ସିଝି ବି ଯାଇଛି, ଆଉ ଗ୍ରେଭିଟା ବି ଏଇ ସମୟରେ ଟିକେ ବହଳିଆ ବି ବନିଗଲାଣି।
ତ ଏମିତିରେ ଯଦି ଆପଣମାନେ ଯଦି ଏଇ ସମୟରେ ବାହାର କରିବାକୁ ଚାହୁଁଛନ୍ତି ଗ୍ୟାସ୍ ପେନ୍‌କୁ ଅଫ୍ କରିବେ। ଆଉ ଯଦି ଟିକେ ତା ଝୋଳଟାକୁ ଟିକେ ଶୁଖେଇବାକୁ ଚାହୁଁଛନ୍ତି, ତ ଝୋଳ କମ୍ ରଖିବାକୁ ଚାହୁଁଛନ୍ତି, ଯେମିତିକି ଲଟପଟିଆ ବା ଜୁକଜୁକିଆ ବନେଇବାକୁ ଚାହୁଁଛନ୍ତି, ତାହେଲେ ଆପଣମାନେ ଆଉ ଟିକେ ଝୋଳକୁ ତାର ମାନେ ଆଉ ଟିକେ ଶୁଖେଇ ପାରିବେ। ତ ଏବେ କ'ଣ କରିବା, ପୁଣି ଥରେ ମୁଁ ଆଉ ଟିକେ ଝୋଳକୁ ଟିକେ ବହଳିଆ ବନେଇବାକୁ ଚାହୁଁଛି, ସେଥିପାଇଁ କଭରକୁ ଟିକେ ବନ୍ଦ କରି ଆଉ 3ରୁ 4 ମିନିଟ୍ ଟିକେ ସ୍ଲୋ ଆଞ୍ଚରେ ବନିବାକୁ ଦେଲି। 3ରୁ 4 ମିନିଟ୍ ପରେ ଆପଣମାନଙ୍କୁ ବାହାର କରି କଭର ଦେଖାଉଛି। ଦେଖନ୍ତୁ ଲାଷ୍ଟରେ ଅଳ୍ପ ଟିକେ ମୁଁ ସେଥିରେ ଗରମ ମସଲା ବି ଏଡ୍ କରିଦେଲି। ଗରମ ମସଲା ଘରର ବେସିକ୍ ଗରମ ମସଲା ହିଁ ମୁଁ ଏଡ୍ କରିଛି। ଏଇଟା ପୁରାପୁରି ଅପସନାଲ୍ ଅଛି, ଯେହେତୁ ଆମେ ଆଗରୁ ସବୁ ମସଲା ଏଡ୍ କରିଥିଲେ। ତ ଆପଣମାନେ ଚାହିଁଲେ ଏଡ୍ କରିବେ, ନହେଲେ ସ୍କିପ୍ ବି କରିପାରିବେ। ଆଉ ଦେଖିବେ କୋବି ତରକାରୀରେ ଯଦି ମ୍ୟାଗି ମସଲା ଟିକେ ଏଡ୍ କରୁଛନ୍ତି, ତ ତାହେଲେ ଦେଖିବେ ବହୁତ ବଢ଼ିଆ ଲାଗିବ। ଏମିତିରେ ଛୋଟ ଛୁଆମାନେ ବି ପସନ୍ଦ କରନ୍ତି ମ୍ୟାଗି ମସଲାର ଫ୍ଲେଭର। ତ ଆପଣମାନଙ୍କ ମନପସନ୍ଦ ଅନୁସାରେ ଆପଣମାନେ ଏଠି ଏଡ୍ କରିପାରିବେ। ତ ଫାଇନାଲି ଦେଖନ୍ତୁ ରେସିପିଟି ବନିକି ରେଡ଼ି ହେଇସାରିଲାଣି। ଗୋଟେ ବାଉଲକୁ ବି ବାହାର କରି ଆପଣମାନଙ୍କୁ ଦେଖେଇ ଦେଉଛି କେତେ ବଢ଼ିଆ ଆମର ଆଳୁ ଫୁଲକୋବିର ତରକାରୀ ରେସିପିଟି ବନିକି ରେଡ଼ି ହେଇଛି। ଫ୍ରେଣ୍ଡସ୍, ଆପଣମାନେ ଯଦି এই ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍‌ରେ ଦେଖୁଛନ୍ତି, ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଆପଣମାନେ ନିହାତି ଟ୍ରାଏ କରନ୍ତୁ, ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।